आज मोर मो सहित एमती किसी घटला जोटा कि मुझे सहित सेयार करने को निहाती चाहिए कहीं बालीयात्रा जावाई दिन दीटार अपेक्षा करी जोटा कि डे बहुत भिड़ था से वेट कली आउ थे डंगा आसिले मुझे जीवी बोली तापर दृश्य भी एमती किसी देखा मिलला जोटा कि नई रे यहीपरि भाव जावाटा बहुत माने ସଂଘର୍ଷଠାରୁ କମ୍ ନୁହଁ କାରଣ ଯେପରି ଭାବରେ ନଈ ସହିତ ପାଣି ରହିଛି ସେପରି ଭାବରେ ଡଙ୍ଗାରେ ଭିଡ଼ ରହିଛି କିଏ କାହିଁ କ'ଣ ହେବ ରିକ୍ସ ନେବାକୁ ଜୀବନ ପ୍ରତି ବହୁତ ମୋତେ ଡର ଲାଗେ କିନ୍ତୁ ଏଇ ରିକ୍ସ ନ ଉଠିବା ପାଇଁ ମୁଁ ଚାଲିଲି ମୋର ବାଇକ୍ ଧରିକି ଗୋଟେ ରାଉଣ୍ଡ ଆଣି ମୋ ସାମ୍ନାରେ ଅଛି ବାଲିଯାତ୍ରା ପଡ଼ିଆ ଯାହାଫଳରେ କି ଏଇ ରାସ୍ତାରେ ଗଲା ବେଳକୁ ବହୁତ ସୁନସାନ ଥିଲା କାହିଁକିନା ସମସ୍ତେ ବାଲିଯାତ୍ରା ଯାଇସାରିଥିଲେ ଏମିତି ବି ଗୋଟେ ଦୁଇଟା ଗାଡ଼ି ଆସୁଥିଲା ମୋ ଆଗ ପଛରେ କିନ୍ତୁ ମୁଁ ଏଇପରି ସୁନସାନ ରାସ୍ତାରେ ମୋତେ ଡର ଲାଗୁଥିଲେ ମଧ୍ୟ ମୋର ସହିତ ମୋର ଆଉ ଦୁଇ ସାଙ୍ଗ ମିଶିକି ଆମେ ଯାଉଥିଲୁ ବାଲିଯାତ୍ରା ପଡ଼ିଆକୁ ଆଉ ଯଦି ସେ ବାଲିଯାତ୍ରାରେ କିଛି ବି ହୁଏ ତାହେଲେ ମୁଁ ଆପଣଙ୍କ ସହିତ ସେୟାର କରିବି ଯଦି ଆଗକୁ ଆପଣମାନେ ଦେଖିବାକୁ ଚାହୁଁଛନ୍ତି ତାହେଲେ ବାଲିଯାତ୍ରାରେ ଏପରି କିଛି ଦୃଶ୍ୟ ଥିଲା ଯେଉଁଟାକି ମୁଁ ଆପଣଙ୍କ ସହିତ ନିହାତି ଭାବେ ସେୟାର କରିବି ଆଉ ତା ସାମ୍ନା ତ 2025ରେ କଟକ ବାଲିଯାତ୍ରା ଐତିହାସିକ 2025ରେ ପରିଣତ ହେଲା ଏହିପରି ଭାବେ ଦେଖନ୍ତୁ ତାର କିଛି ଲୁକ୍ ମୁଁ ଆପଣଙ୍କୁ ଦେଖାଉଛି। ମୁଁ ଆସି ପହଞ୍ଚି ଯାଇଛି ବାଲିଯାତ୍ରା ପଡ଼ିଆ ଆଉ ଆପଣଙ୍କୁ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିବ କିନ୍ତୁ ତା ପୂର୍ବରୁ ମୋତେ ବହୁତ ଜୋର ଭୋକ କଲାଣି କିନ୍ତୁ ମୁଁ ଯାଉଛି ଖାଇବାକୁ ଆଉ ଖାଇବାକୁ ଗଲାବେଳେ ଯଦି ଆପଣ ଦହିବରା ଖାଇନାହାନ୍ତି ତାହେଲେ ଆପଣ କଟକକୁ ବାଲିଯାତ୍ରା ଆସି କିଛି ବି ଖାଇନାହାନ୍ତି କାରଣ ଦହିବରା ହିଁ କଟକର ଫେମସ୍ ଦହିବରା ଯେଉଁଟାକି ମାତ୍ର ଗୋଟିଏ ଠୋଲା ମାତ୍ର 50 ଟଙ୍କା ଆଉ ଖାଇଲେ ମାତ୍ର ମୋ ମନ ପୁରା ପୁରି ଯାଇଥିଲା ଆଉ ସେଥିରେ ଦେଖିବାକୁ ମିଳିଥିଲା କ'ଣ କ'ଣ ସବୁ ଦେଉଛି ଦହିବରା ସହିତ ଗୁଗୁନି ଆଳୁଦମ୍ ତା ସହିତ ପିଆଜକୁ ସେଉ ଟିକେ ଆଉ ଇଏ ହେଲା ପ୍ରତାପ ଦହିବରା ଆଳୁଦମ୍ ଯେଉଁଟାକି ଦହିବରା ହାଟରେ ପଡ଼ିଛି ଯଦି ଆପଣମାନେ କିଛି ଆସୁଛନ୍ତି ତାହେଲେ ଏଠି ଆସିକି ଦହିବରା ନିହାତି ଟେଷ୍ଟ କରି ଯାଆନ୍ତୁ ଏଠି ଆପଣଙ୍କ ପାଖରେ 5-6ଟି ଦୋକାନ ଅଛି ଯେଉଁଟାକି ୱାର୍ଲଡ ଫେମସ୍ ଦହିବରା ଦେଖିବାକୁ ମିଳିବ ଆଉ ଆପଣ ଖାଇସାରିଲା ପରେ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ ଯଦି ଆପଣ କଟକକୁ ଆସି ଖାଇଛନ୍ତି ତାହେଲେ କମେଣ୍ଟ କରିବେ ଦହିବରା କିପରି ଲାଗୁଛି ଆଉ କେମିତି ଲାଗୁଛି ଆଉ କେଉଁଠି ଆପଣ ଫାର୍ଷ୍ଟ ଟାଇମ୍ ହିଁ ଖାଇଥିଲେ ନା ଏଠି ଦହିବରା ବାଲିଯାତ୍ରାରେ ଫାର୍ଷ୍ଟ ଟାଇମ୍ ଖାଉଛନ୍ତି ନା ଆଉ କେବେ କେଉଁଠି ଖାଇଥିଲେ ଇଏ କେବଳ ଆମର ଏଇ କଟକ ଭୁବନେଶ୍ୱରରେ ହିଁ ମିଳିବ ଆଉ କେଉଁଠି ମିଳିବନି ଚାଲ ଯିବା ଆଉ କିଛି ଦୃଶ୍ୟ ଦେଖିବା ଏଠି ଏଇଟା ଆମର ଛୁଆ ବେଳର କିଛି ଗନ୍ ଫୁଟିବାକୁ ବହୁତ ଇଚ୍ଛା ହୁଏ ହଁ ଆମ ସାଙ୍ଗମାନଙ୍କ ମଧ୍ୟରେ ଜଣେ ଥିଲା ବହୁତ ଇଣ୍ଟରେଷ୍ଟିଂ ତାକୁ ଗନ୍ ଫୋଡ଼ିବା ପାଇଁ ଦେଖନ୍ତୁ କେମିତି ବାଜିଲା ଦେଖିଲ ତାଙ୍କର ଲକ୍ଷ୍ୟ ବହୁତ ଏକଦମ ସଠିକ୍ ଥିଲା ଆଉ ତା ସହିତ ମୋତେ ବି ବହୁତ ଭଲ ଲାଗୁଥିଲା ଇଏ ଦେଖ କିଛି ଖଚଡ଼ାମି କରୁଛନ୍ତି ଭାଇ ସାଙ୍ଗମାନେ ଓକେ ଆମେ ଏପରି କିଛି ମୌଜ ମସ୍ତି କରିକି ବାଲିଯାତ୍ରାକୁ ଏନ୍ଜୟ କରିଥିଲୁ କିନ୍ତୁ ମୁଁ 8ଟା ବେଳେ ପହଞ୍ଚିଥିବାରୁ ବହୁତ କମ୍ ରେୟାର ବୁଲିଲି ମୋତେ ଏହାକୁ ଦେଖିବା ପାଇଁ ମୋତେ ଆଉ ଗୋଟେ ଦିନ ବି ଦେଖିବାକୁ ହେବ ଆଉ ଏଠି ଆଇସ୍କ୍ରିମ୍ ଦେଖନ୍ତୁ ସେପଟେ ହରେକ ମାଲ ଅଛି ଆଉ ଏଠି ଲୋକ ଉତ୍ସବ ଆଣକି କଟକ ଭିତରେ ପଡ଼ିଛି ଯେଉଁଟାକି ସିଙ୍ଗରମାନେ କିଛି ମନୋରଞ୍ଜନ କରିବା ପାଇଁ ତାଙ୍କର ଗୀତ ନିଜ କଣ୍ଠରେ ବୋଲୁଛନ୍ତି ଆଉ ବହୁତ ବି ଭଲ ଲାଗିଲା ଆଉ ଆପଣମାନେ ଦେଖନ୍ତୁ ଏଠି ହେଲା ସମସ୍ତେ ଆସିଛନ୍ତି ସେଲ୍ଫି ପଏଣ୍ଟ ଭାବରେ ଦେଖିବାକୁ ଆଉ ମୋତେ ସବୁଠାରୁ ଏଇଟା ଯଦି ବଲିଉଡ଼ରେ କେମିତି ବଲିଉଡ଼ରେ ଯେମିତି ଦେଖା ହୁଏ ହଲିଉଡ଼ରେ ଯେମିତି ଦେଖା ହୁଏ ଦେଖାଦିଏ ଫିଲ୍ମରେ ହେଲା ମୁଁ ସେମିତି ଏହାକୁ ଦେଖିଥିଲି ଆଉ ମୋତେ ମନ ହେଲା କି ମୁଁ ଆପଣଙ୍କ ସହିତ ସେୟାର କରିଦିଏ ଯଦି ଭଲ ଲାଗେ ପ୍ଲିଜ୍ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ ଏହା ଆପଣମାନେ ଦେଖିଛନ୍ତି ନା ଦେଖି ଆଇସ୍କ୍ରିମ୍ ଖାଇକି ମୁଁ ବହୁତ ଏନ୍ଜୟ କରୁଥିଲି ଯେଉଁଟାକି ମୁଁ ଆପଣଙ୍କୁ ସର୍ଟରେ ଦେଖାଉଛି କିନ୍ତୁ ଆଇସ୍କ୍ରିମ୍ ଟୋଟାଲ୍ ମୁଁ ଦେଖାଉନି ମୁଁ କ'ଣ କିଣିଲି କ'ଣ ନାହିଁ କିନ୍ତୁ ଏଇଟା ଆପଣ ଦେଖି ଜାଣିପାରୁଥିବେ କୋନ୍ ବୋଲି
ଇଏ କ'ଣ ସଇଲାଣି ନା ପଳେଇଲେ ବି? ଖାଇକି ପଳେଇବା ଉତ୍ତପା ଜାମ୍ ହେଇଗଲାଣି। ଆଗକୁ ଥିଲା ପୁରୀ ଖାଇବା ପାଇଁ ମଜା, କିନ୍ତୁ ଯଦି ଆପଣ କଟକ ଆସିଛନ୍ତି ଦୋସା ତ ଛାଡ଼, ଚାଟ୍ ତ ଛାଡ଼, କିନ୍ତୁ ଠୁଙ୍କା ପୁରୀ ଖାଇବାକୁ ଜମାରୁ ଭୁଲିବେନି। କାହିଁକି ନା ଇଏ କେବଳ ବାଲିଯାତ୍ରାରେ ଗୋଟିଏ ମାତ୍ର ଉତ୍ସବରେ ବହୁତ ଫେମସ୍ ଠୁଙ୍କା ପୁରୀ ମିଳିଥାଏ। ଆମେ ନେଇ ଆସିଲୁ 3ଟି ଠୁଙ୍କା ପୁରୀ, ଯାହାର ଦାମ ମାତ୍ର 100 ଟଙ୍କା ହିସାବରେ 3ଟି ଠୁଙ୍କା ପୁରୀରେ 300 ଟଙ୍କା ଦେଇକି 3 ଜଣ ପାଇଁ ନେଇ ଆସିଲୁ। କିନ୍ତୁ ଏହାର ଯେଉଁ ତରକାରୀ ଅଛି ନା, ଆହାର କେଉଁଠି ପନିର ଥିଲା, ପନିର ନୁହଁ ଛେନା ତରକାରୀ ଥିଲା ତ, କିନ୍ତୁ ତା ସହିତ ଆଳୁ ବୁଟ ତରକାରୀ ସହିତ ଛେନା ମିଶି ଯାଇଥିଲା, ଯେଉଁଟାକି ମୋତେ ମାନେ ଅଜବ ଲାଗିଥିଲା। କିନ୍ତୁ ପୁରୀଟା ତ ବହୁତ ଭଲ ଲାଗିଥିଲା, କିନ୍ତୁ ମୁଁ ଏହାକୁ ଆପଣଙ୍କ ସହିତ ସେୟାର କରିବା ପାଇଁ ଗୋଟେ ଫଟୋ ତ ନିହାତି ଉଠାଇଦେଲି। କାହିଁକିନା ଯେହେତୁ ଆମେ ଆସିଛୁ ଆପଣଙ୍କ ସହିତ ସବୁ ସେୟାର କରୁଛୁ, ତାହେଲେ ଏଇଟା କାହିଁକି ସେୟାର କରିବୁନୁ? ଠୁଙ୍କା ପୁରୀ ବି ଖାଇବୁ, କଟକର ଫେମସ୍ କ'ଣ ରହିଛି, ଟେଷ୍ଟ କେମିତି ରହିଛି ତାର ବି ଅନୁଭବ ମୁଁ ଆପଣଙ୍କ ସହିତ କହିବି। ଓକେ, ଆପଣ ଯଦି ଠୁଙ୍କା ପୁରୀ ଖାଇଛନ୍ତି ତାହେଲେ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ। ଆଉ ମୋତେ ତ ଏଠି ଠୁଙ୍କା ପୁରୀ ବହୁତ ଭଲ ଲାଗିଲା, କିନ୍ତୁ ଆଳୁ ବୁଟ ତରକାରୀ ସହିତ ଛେନା ମିଶା ଛେନା ତରକାରୀ ମୋତେ ଆଦୌ ହିଁ ଭଲ ଲାଗିଲାନି। ଯଦି ଭଲ ଲାଗିଥାନ୍ତା ମୁଁ ଆଉ ଗୋଟେ ଖାଇ ଦେଇଥାନ୍ତି। ଚାଲ ଖାଇସାରି ଆମେ ଯିବା ଆମ ନିଜ ରାସ୍ତାରେ, ଆଉ ସମସ୍ତଙ୍କର ଟିକି ଟିକି ବେପାରକୁ ଦେଖିବା ପାଇଁ। ଆଉ ଏହିପରି କିଛି ଦୃଶ୍ୟ ଥିଲା, ମାନେ ଯେଉଁଟାକି ଛୋଟ ଛୋଟ ବ୍ୟବସାୟୀ ମାନେ ଏଠିକି ଆସି ବ୍ୟବସାୟ କରୁଛନ୍ତି। ଯାହା ପାଖରେ ପଇସା ନାହିଁ ସିଏ ଏମିତି ରାସ୍ତା କରରେ ବିକ୍ରି କରୁଛନ୍ତି। ଏବେ ଷ୍ଟାଣ୍ଡରେ ଗାଡ଼ି ଆଉ ନାହିଁ, ଆଉ ତୁ ଆଉ କ'ଣ କରିବୁ? ଲୋକ ଭାଇ ବି ଆମର ବସ୍ ଷ୍ଟାଣ୍ଡ, ଏବେ ଗାଡ଼ି ଷ୍ଟାଣ୍ଡ ମୋ ଗାଡ଼ି ଯୁଆ ହେଇଛି ଭାଇ, କାହିଁ ସେଇ ମୋ ଗାଡ଼ି ଗୋଟିକିଆ କେହି ନାହାନ୍ତି ମୋ ଗାଡ଼ି ପାଖରେ। ଏଇଟା ହେଲା ମୋ ଗାଡ଼ି ପାଖରେ କେହି ନାହାନ୍ତି। ଏବେ ଆମେ ବନ୍ଦ କରିକି ଯିବା ଆଗକୁ, ଟିକେ ବାଟ ହେଲା ଗୋଟେ ସେଇପଟେ ବାଟ। ମୋ ପାଖରେ କେହି ନାହାନ୍ତି ଗାଡ଼ି, ଇଏ ଯାହା ଟିକେ ମୋଟ ଷ୍ଟାଣ୍ଡରେ ରହିଛି, ଆଉ ଫାଙ୍କା ବି ହେଇଗଲାନି ରୋଡ଼। ଆସିବା ବାଟକୁ କିପରି ଅନେଇଛନ୍ତି ଦେଖନ୍ତୁ, ଗେଲ ହେଉଛନ୍ତି 2 ଜଣ ଯାକ। ଦେଖ କେମିତି ଗେଲ ହେଉଛନ୍ତି, କିନ୍ତୁ ସରି ମୁଁ କିଛି ଆଣିପାରିନି। କାହିଁକିନା ବହୁତ ଜାମର ସହିତ ମନୋରଞ୍ଜନ କରିବା ସହିତ ମୁଁ ବୁଲି ପାରିଲି, ଆଉ ତମ ପାଇଁ ମୁଁ କିଛି ଆଣିବା ପାଇଁ ମନ ଦୁଃଖ ଭୁଲି ଯାଇଛି। ଚାଲନ୍ତୁ ଯିବା ଆମର ଫଟୋଗ୍ରାଫି ଦେଖିବା।